324 এই সংখ্যাটির বর্গমূল নির্ণয় কর। এবে এর অর্থ কোণ? এর অর্থ হচ্ছে আমକୁ গোটে সংখ্যা বাহার করিবার ଅଛି এবং সেই সংখ্যাକୁ ଆମେ যেতବେଳେ দুই থর গুণিবা ଆମେ কেতে পাইবা 324। কেউ সংখ্যাକୁ দুই থর গুণিলে ଆମେ 324 পাইবা কেମିତି জাଣିবা? দেখ ଆମେ ପ୍ରଥମେ 324 ର ଉତ୍ପାଦକ ନିର୍ଣ୍ଣୟ କରିବା ଏବଂ ସେହି ମାଧ୍ୟମରେ ଆମେ କ'ଣ ବର୍ଗମୂଳ ବାହାର କରିବା। କେମିତି ବାହାର କରିବା ଦେଖ। ପ୍ରଥମେ ମୁଁ 324 ର ଉତ୍ପାଦକ ନିର୍ଣ୍ଣୟ କରିବି। 324 2 ଦ୍ୱାରା ବିଭାଜ୍ୟ, ତେଣୁ ମୁଁ 2 ରେ ହରିବି, 162 ହେଲା। ତାପରେ 162 କି ପୁଣି ମୁଁ 2 ରେ ହରିବି, କେତେ ହେଉଛି 81। ଏବେ 81 2 ଦ୍ୱାରା ବିଭାଜ୍ୟ ନୁହେଁ, 81 କାହା ଦ୍ୱାରା ବିଭାଜ୍ୟ? 3 ଦ୍ୱାରା ବିଭାଜ୍ୟ ହେବ। 3 ରେ ହରିଲେ କେତେ ହେବ? 27। ତାପରେ ପୁଣି ସେମିତି 27 ବି 3 ଦ୍ୱାରା ବିଭାଜ୍ୟ, 3 ରେ ହରିଲେ 9। ତାପରେ 9 ବି 3 ଦ୍ୱାରା ବିଭାଜ୍ୟ, 3 ରେ ହରିଲେ 3। ଏବେ ଆମେ ଗୋଟେ ମୌଳିକ ସଂଖ୍ୟା ପାଇଗଲାଣି, ତେଣୁ ମୁଁ ଏବେ ଲେଖିପାରିବି 324 କୁ କ'ଣ ଲେଖିପାରିବି? 2 ଗୁଣନ 2 ଗୁଣନ 3 ଗୁଣନ 3 ଗୁଣନ 3 ଗୁଣନ 3। ଏବେ ଆମେ ବାହାର କରିବା କ'ଣ? ବର୍ଗମୂଳ 324 ର ବର୍ଗମୂଳ। ତେଣୁ ମୁଁ ଡାହାଣ ପଟେ ବି ବର୍ଗମୂଳ ଚିହ୍ନ ଦେଲି। 2 ଗୁଣନ 2 ମୁଁ ଏହାକୁ ଲେଖିପାରିବି 2 ର ବର୍ଗ ଗୁଣନ 3 ଗୁଣନ 3 କୁ ମୁଁ ଲେଖିପାରିବି 3 ର ବର୍ଗ ଗୁଣନ 3 ଗୁଣନ 3 ଆଉ ଥରେ ତା ପାଇଁ ବି ମୁଁ ଲେଖିବି 3 ର ବର୍ଗମୂଳ। ଏବେ ମୁଁ ଏହାକୁ ଲେଖିପାରିବି 2 ର ବର୍ଗର ବର୍ଗମୂଳ ଗୁଣନ 3 ର ବର୍ଗର ବର୍ଗମୂଳ ଗୁଣନ 3 ର ବର୍ଗର ବର୍ଗମୂଳ। ବୁଝିପାରିଲ? ଏବେ 2 ର ବର୍ଗର ବର୍ଗମୂଳ କେତେ ହେବ? 2 ହେବ। କାହିଁକି 2 ହେବ? କାରଣ ବର୍ଗମୂଳର ଅର୍ଥ ହେଉଛି ଘାତ କେତେ? 1 ବିଭକ୍ତ 2। 2 ର ବର୍ଗର ବର୍ଗମୂଳ। ଏବେ 2 ର ବର୍ଗର ଘାତ କେତେ? 1 ବିଭକ୍ତ 2। 2 ର ଘାତ କେତେ ହେବ? 2 ଗୁଣନ 1 ବିଭକ୍ତ 2। 2 2 କଟିଗଲା ଏବଂ ରହିବ 2 ର ଘାତ 1 ଯେଉଁଟାକି 2। ସେମିତି ଗୁଣନ 3 ର ବର୍ଗର ବର୍ଗମୂଳ କେତେ ହେବ? 3 ଗୁଣନ 3 ର ବର୍ଗର ବର୍ଗମୂଳ ହେବ 3। ତେଣୁ ଆମେ କେତେ ପାଇଲେ? 2 ରେ 3 ଗୁଣିଲେ 6, 6 ରେ 3 ଗୁଣିଲେ 18। ତେଣୁ 324 ର ବର୍ଗମୂଳ କେତେ ହେବ? 18। ଯଦି ଏବେ ତୁମେ ଦେଖିବ 18 ରେ 18 ଗୁଣିବ ପାଇବ କେତେ? 324 ପାଇବ। ଏବେ ଆମେ ଆଉ ଗୋଟେ ଉଦାହରଣ ନେବା। 5 ଗୁଣନ ବର୍ଗମୂଳ କାହାର? 117 ର। ଏବେ ଆମେ 117 ର ବର୍ଗମୂଳ ନିର୍ଣ୍ଣୟ କରିବା। କେମିତି କରିବା? ସେମିତି ଆମେ ଉତ୍ପାଦକ ନିର୍ଣ୍ଣୟ କରିବା। 117 ର ଉତ୍ପାଦକ ଦେଖ କେମିତି ବାହାର କରିବା। 2 ଦ୍ୱାରା 117 ବିଭାଜ୍ୟ ନୁହେଁ, 3 ଦ୍ୱାରା ହେଉଛି କି ହେବ 7 ରେ 1 ମିଶିଲେ 8, 8 ରେ 1 ମିଶିଲେ 9, ତେଣୁ 9ଟା 3 ଦ୍ୱାରା ବିଭାଜ୍ୟ, ତେଣୁ 117 ବି 3 ଦ୍ୱାରା ବିଭାଜ୍ୟ ହେବ। 3 ରେ ହରିଲେ କେତେ ହେବ? 3 3 9, 3 ନୂଆ 27। ଏବେ 39 ବି 3 ଦ୍ୱାରା ବିଭାଜ୍ୟ, 3 ରେ ହରିଲେ ହେବ 13। ଏବେ 13 ତ ଗୋଟେ ମୌଳିକ ସଂଖ୍ୟା, ତେଣୁ ମୁଁ କ'ଣ ଲେଖିବି ଏଠି? 5 ଗୁଣନ ବର୍ଗମୂଳ ଭିତରେ କେତେ ଲେଖିବି? 3 ଗୁଣନ 3 ଗୁଣନ 13 ସମାନ 5 ଗୁଣନ 3 ଗୁଣନ 3 କୁ ମୁଁ ଲେଖିପାରିବି 3 ର ବର୍ଗ ଗୁଣନ 13 ର ବର୍ଗମୂଳ ସମାନ ମୁଁ ଏବେ ଲେଖିବି 5 ଗୁଣନ 3 ର ବର୍ଗର ବର୍ଗମୂଳ ଗୁଣନ 13 ର ବର୍ଗମୂଳ ସମାନ 5 ଗୁଣନ 3 ର ବର୍ଗର ବର୍ଗମୂଳ ହେବ 3 ଗୁଣନ 13 ର ଆମେ ବର୍ଗମୂଳ ବାହାର କରିପାରିବା ନାହିଁ, ତେଣୁ ମୁଁ ଲେଖିବି ଗୁଣନ 13 ର ବର୍ଗମୂଳ। ଏବେ 5 ରେ 3 ଗୁଣିଲେ କେତେ? 15, ତେଣୁ ମୁଁ ଲେଖିବି 15 ଗୁଣନ 13 ର ବର୍ଗମୂଳ। ନହେଲେ ମୁଁ ଲେଖିପାରିବି 15 13 ର ବର୍ଗମୂଳ।